ବ୍ୟସ୍ତତା ଭିତରେ ଯଦି କିଛି ବନେଇବାକୁ ଇଚ୍ଛା ହେଉନି, ଏମିତିକି ଚଟପଟା ଖାଇବାକୁ ଇଚ୍ଛା ହେଉଛି, ତାହେଲେ ଏଇ ରେସିପିଟି ଘରେ ବନାନ୍ତୁ। ଜଲ୍ଦି ବନିକି ରେଡ଼ି ହେଇଯିବ। ଆଉ ଛୁଆଠୁ ବଡ଼ ସମସ୍ତେ ପସନ୍ଦ କରିବେ। ପ୍ରଥମେ ସିଝା ଆଳୁକୁ ଛୋଟ ଛୋଟ ପିସେସ୍ରେ କଟିଂ କରିବେ। ସିଝା ମଟର, ପିଆଜ, କଞ୍ଚା ଲଙ୍କା, ପୁଣି ପୁଦିନା ପତ୍ର, ଧନିଆ ପତ୍ର, ଟମାଟୋକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ୍ କରିଦେବେ। ଘରେ ଯଦି ପାମ୍ପଡ଼ ଅଛି, ତାକୁ ଦେଖନ୍ତୁ ବଡ଼ ସାଇଜ୍ ପାମ୍ପଡ଼ ଥିଲେ ଫୋଲ୍ଡିଂ କରିକି ଓଲଟ ପାଲଟ କରିକି ତାୱାରେ ଟିକେ ସେକିଦେବେ। ସେକି ହେଇସାରିବା ପରେ ତାକୁ କୋନ୍ରେ ସେପ୍ ଦେବେ। ଯେହେତୁ ସର୍ଟ ଭିଡ଼ିଓ ସବୁତକ କହିହେଉନି, ଯଦି ଆପଣମାନେ ଲଙ୍ଗ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ଝିଲି କୁକିଂ ୟୁଟ୍ୟୁବ୍ ଚ୍ୟାନେଲ୍ ଯାଆନ୍ତୁ, ଦେଖନ୍ତୁ, ଘରେ ବନାନ୍ତୁ। ଦେଖନ୍ତୁ ଏଇଭଳି କର୍ନ ବନି ସାରିବା ପରେ ଗୋଟେ ଗ୍ଲାସ୍ରେ ରଖିଦେବେ। ଯେତେଟା ଚାହିଁବେ ସେ ଅନୁସାରେ ବନେଇକି ରେଡ଼ି କରିପାରିବେ। ତ ଦେଖନ୍ତୁ, ଯେହେତୁ ଆମେ ପନିପରିବା ସବୁ କଟିଂ କରି ସେଥିରେ ଏଡ୍ କରିଥିଲେ, ସେଥିରେ ଅଳ୍ପ ଟିକେ ଲଙ୍କାଗୁଣ୍ଡ, ଲେମ୍ବୁ ରସ, ପୁଣି ଚାଟ୍ ମସଲା, ସେଉକୁ ଏଡ୍ କରି ଭଲସେ ମିକ୍ସ କରିଦେବା। ସେ ପାମ୍ପଡ଼ରେ ତାକୁ ଏଡ୍ କରିବା, ନହେଲେ ପ୍ଲେଟ୍ରେ ଏଡ୍ କରି ଅଳ୍ପ ଟିକେ ଚଟନିକୁ ଏଡ୍ କରି ତାପରେ ପାମ୍ପଡ଼, ସେଉ, ପୁଣି କଞ୍ଚା ଲଙ୍କା, ପିଆଜ ଦେଇ ଖାଇବେ ଯଦି ବହୁତ ସ୍ୱାଦିଆ ଲାଗିବ। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ।